ସାନ ଭାଇଟା। ଆଉ ଯେହେତୁ ମୋ ଦାଦାଙ୍କ ପୁଅ, ତା ନାଁ ବି ସୁମନ, ମୋ ନାଁ ସୁମନ। ସେ ସବୁବେଳେ ପିଲାବେଳେ ଭଉଣୀ ଭାଇ ଭଉଣୀ ଯାଆନ୍ତି ଆମ ଘରକୁ, ସେ ମୋତେ ଟିକେ ଦେଖିଦେଲେ ମାନେ ତା ମନ ଖୁସି ହେଇଯାଏ। ଆଉ ଯେତେବେଳେ ବି ଯାହା ହୁଏ ସେ ମୋତେ ମନ ପକେଇଟା ଥୟ। ଏଙ୍ଗେଜମେଣ୍ଟ ହେଲା ମୋତେ କହିଛି, ବାହାଘର ବେଳେ ବି ଫୋନ୍ କରି କହିଲା ଭାଇ ଆଉ ଆଜି ବରଯାତ୍ରୀ। ମୁଁ କହିଲି ଆରେ ରାହୁଲ ମୁଁ ଟିକେ ସୁଟିଂରେ ଅଛି, ମୁଁ ଯାଇପାରିବିନି। ନା ଭାଇ କିନ୍ତୁ ଭୋଜିକି ଯେମିତି ହେଲେ ଆସିବି। କିନ୍ତୁ ଭୋଜିକି ମୁଁ ତା'ର ଇଏ କରିକି ଯାଇଥିଲି, ବୋଧେ ଡେରି ହେଲା। ମୁଁ ଯାଇଥିଲି ଗୋଟେ ଦୂର ଜାଗା କେନ୍ଦୁଝର ଯାଇଥିଲି, ଫେରିଲା ବେଳକୁ ରାତି 11ଟା ହେଇଗଲା। ମୁଁ କହିଲି 11ଟା ଗଲାବେଳକୁ ଆଉ କିଛି ମୋତେ ମୁଁ ଆଉ ଆସିଲିନି। ଏଇଟା ଥିଲା ଲାଷ୍ଟ କଲ୍ ଥିଲା 12 ତାରିଖ ଦିନ, ତା ସାଙ୍ଗରେ କଥାବାର୍ତ୍ତା ଏତିକି ଆଉ। ମାନେ ମାତ୍ର 3 ମାସ ହେଇଥିଲା ତମ ବାହାଘର। ହଁ ନାଇଁ 3 ମାସ ବାହାଘର, 8 ବର୍ଷର ଭଲ ପାଇବା। କିନ୍ତୁ ଭଗବାନ ଏତେ ନିର୍ଦ୍ଦୟ ହେଲେ, ପିଲାଟି ସଂସାର କ'ଣ ଠିକ୍ରେ ଜାଣିପାରିଲାନି। କିନ୍ତୁ ଭଗବାନ ତାକୁ ନେଇଗଲେ। ଏଇଟା ବହୁତ ବହୁତ ବଡ଼ ଦୁଃଖର କଥା। ଏଇଟା